स्वरूप हस्त बंधन स्वरूप गोटे स्त्री विषय लिखा अच्छी बुझे बेविचारिणी स्त्री तार अंतकरण बेविचार पुरुष मध्य केवल स्त्री को कहतु ना तार अंतकरण चाल अटे भांड अटे भाष अटे बुझिले आमर ख्रिस्टियान लोक माने सुलोक माने प्रभुंकर वाक्य को शुणुते मात्र पालन करती ना से माने कौन करती ए चाल रे फसंती बुझिले केमिति लोक माने हित उपदेश को कारण हाँ हित उपदेश 7 अध्याय 5 पद टिके पढ़ी दियो 5 रु 8 जाए 9 जाए और पढ़ दो सुनो मो अपना 5 पद रु तोहे सेवाने परस्त्री ठारू अर्थात चाटुवादिनी परकिया ठारू तुमको रक्षा करिवे मु अपना गृहर झरकार जाली परदा दे निरीक्षण करूथिली तोहिरे मु देखिली अज्ञान मानक मध्य रे ओ चिनिली युवा मानक मध्य रे जने बुद्धि विहीन युवा लोक बुझिले जा पाखरे बुद्धि नाही काकू बुद्धि नाही हैं हैं बुझी सकते गोटे फाइल बाहरी थी आपण माने न्यूज रे देखि थिबे एप्स्टीन फाइल बोले कि ना हां सेठी कोन बुद्धिहीन लोक माने से फाइल रे अछंती हैं बड़ बड़ शासक माने बड़ बड़ देशर महादेशर शासक माने राष्ट्रपति माने मंत्री माने हैं से माने से फाइल रे तांकर नाम अछि जो जागा रे युवती मानक रखाउतिला छोट छोट झियो मानक रखाउतिला से जागा रे एमिति व्यभिचारर कार्य होतिला आ से सब को वीडियो करी से जे फाइल बनाबा को से रखुतिला बुझिले मोर प्रिय परमेश्वर लोक माने बड़ बड़ नेता मंत्री माने सेई जागरे सेई चावरे सेई भाषारे पड़ी छंती सेमानको पाखरे कोन बुद्धि नाही हैं सेमानको पाखरे कोन ज्ञान नाही सेमान पढ़िथिले सेमानको पाखरे ज्ञान अछि बुद्धि अछि मात्र कोन नाही परमेश्वरଙ୍କର ज्ञान नाही बुझिले परमेश्वरଙ୍କର वाक्यर ज्ञान सेମାନଙ୍କ पाखरे नाही सेति पय सेवारे से बेविचार रूप भाषारे पड़िले आओ सेही शिकारी सेମାନଙ୍କର सब किछि को धरिछि बुझिले जिए से फाइल होले दिला जिए सेମାନଙ୍କୁ से चाल रे फसाइला हैं एमिति सेमाने से चाल रे फसिछंती सेमाने चेडकी बड़ मंत्री होउना काई की चेडकी बड़ देशर राजा होना मंत्री होना काई की से शिकारी रो हाथ रे सेमाने फसिछंती बुझिले सेति पाए रो प्रिय परमेश्वर लोक माने बेविचार होछि गुटे बंधन बेविचार होछि गुटे फास ए फास रे बड़ बड़ नेता मंत्री माने फसिछंती सेति पाए सीए सेमानकु स्वीकार करिछि बेविचार रूप चावरे फसाइछि सेमानकर वीडियो रखिछि सेमानकर फोटो रखिछि से शिकारी जेडकी बड़ देशर प्रधानमंत्री की
ରାଷ୍ଟ୍ରପତି ହେଲେ ମଧ୍ୟ ସେମାନଙ୍କୁ ସେ ନଚାଇବ। ଆପଣମାନେ ଦେଖିଛନ୍ତି ମାଙ୍କଡ଼ ନାଚ? ବାବା ଭାଇମାନେ ଭଉଣୀମାନେ କିଏ କିଏ ଦେଖିଛନ୍ତି ଟିକେ ହାତ ଦେଖ। ମାଙ୍କଡ଼ ନାଚ କିଏ କିଏ ଦେଖିଛ? ମାଙ୍କଡ଼କୁ କିଏ ନଚାଇବ? ଯିଏ ମାଙ୍କଡ଼କୁ ଧରିଛି, ଯିଏ ମାଙ୍କଡ଼କୁ ଧରିଛି ସେ ମାଙ୍କଡ଼କୁ କଣ କରିବ? ନଚାଇବ। ନାଚ। ବଡ଼ ବଡ଼ ନାମ ଦେଇଥିବେ, କେତେ ସୁନ୍ଦର ନାମ। ଆପଣ ମାନେ ମାର୍କେଟ ପ୍ଲେସ୍ ଗୁଡାକରେ ଦେଖିବେ, ଲୋକମାନେ ସେଇ ଡ୍ୟାନ୍ସ ଦେଖିବେ, ମାଙ୍କଡ଼ ମାଙ୍କଡେନି ଡ୍ୟାନ୍ସ। ବୁଝିଲେ? ମାଙ୍କଡ଼କୁ ନାଚ ବୋଲେ ନାଚିବ, ମାଙ୍କଡିକୁ ଡେବ ବୋଲେ ଡେବ। କାହିଁକି? ମାଙ୍କଡ଼ର ବେକରେ ବା ସେ ଫିମେଲ ମାଙ୍କଡିଆନି ପାଖରେ ତାର ବେକରେ ମଧ୍ୟ ସେଇ ଲୋକର ଚାଲ ଅଛି, ସେଇ ଲୋକର ଭାଷା ଅଛି। ସେଥିପାଇଁ ସେ ମାଙ୍କଡ଼ ଆଉ ମାଙ୍କଡିଆନି ସେଇ ଲୋକ ନାଚ ବୋଲେ ସେ ନାଚେ, ଡେ ବୋଲେ ସେ ଡିଏ। ବୁଝିଲେ? ଆ ବୋଲେ ଆସିବ। ଆମେ ମାନେ ଦେଖୁଛୁ ଯେ ପୃଥିବୀରେ ଅନେକ ଦେଶର ଶାସକ ମାନେ, ମନ୍ତ୍ରୀ ମାନେ, ବଡ଼ ବଡ଼ ରାଷ୍ଟ୍ରପତି ମାନେ ସେଇ ବେବିଚାର ରୂପ ଫାଶରେ ପଡ଼ିଛନ୍ତି। ଆଉ ସେମାନଙ୍କୁ ଯିଏ ଫାଶରେ ଫସାଇ ଅଛି ସେ ଭଲ ଭାବରେ ତାଙ୍କର ବେକକୁ ଧରି ଅଛି। ଆଉ ସେଇ ଶିକାରୀ ସେଇ ନେତା ମାନଙ୍କୁ ଭଲ ଭାବରେ ନଚାଉଛି। ବୁଝିଲେ? ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ବେବିଚାର ହଉଛି ଗୋଟେ ଫାଶ, ବେବିଚାର ହଉଛି ଗୋଟେ ବନ୍ଧନ, ଆଉ ବେବିଚାର ହଉଛି ଗୋଟେ ଜାଲ। এই জালরে পরমেশ্বরଙ୍କୁ ଜାଣିବା ଲୋକମାନେ, ପରମେଶ୍ୱରଙ୍କର ଲୋକମାନେ ଆପଣମାନେ ଫସନ୍ତୁ ନାହିଁ। ବୁଝିଲେ? ଆପଣମାନଙ୍କୁ ବିଭିନ୍ନ ପ୍ରକାର ଟ୍ରାପ୍ କରାହବ। ବୁଝିଲେ? ଲେଖା ବିଭିନ୍ନ ପ୍ରକାର ନ୍ୟୁଜ୍ ଗୁଡାକରେ ବାହାରୁଥିବ ହନି ଟ୍ରାପ୍ ବୋଲିକିନା ଗୋଟିଏ। ତାଙ୍କର ବିଭିନ୍ନ ପ୍ରକାର ଚାଲ ଅଛି, ଯୋଜନା ଅଛି, ପ୍ଲାନ୍ ଅଛି ବେବିଚାରୀ ଲୋକମାନଙ୍କର। ଆପଣମାନଙ୍କର ପଇସାକୁ, ଆପଣମାନଙ୍କର ଚରିତ୍ରକୁ, ଆପଣମାନଙ୍କର ବିହାରକୁ, ଆପଣମାନଙ୍କର ସେବା କାର୍ଯ୍ୟକୁ, ଆପଣମାନଙ୍କର ପରିବାରକୁ ନଷ୍ଟ କରିବା ପାଇଁ ଶୈତାନ ବେବିଚାର ରୂପୀ ଆତ୍ମା ରୂପୀ ଫାଶକୁ ସେ କଣ କରିଥାଏ? ପ୍ରେରଣା କରିଥାଏ। ବୁଝିଲେ? परमेश्वरଙ୍କର ବାକ୍ୟ କହେ, କଣ କହେ? ବେବିଚାରରୁ ପଳାୟନ କର। ବୁଝିଲେ? ମୁଁ ତିନିଟା ରେଫରେନ୍ସ ପଢିଛି ବାଇବଲରେ, ଯୋଉଟା କି ପଳାୟନ କର ବୋଲିକି ନା ସେଠି ଲେଖା ଅଛି। ବୁଝିଲେ? ଗୋଟିଏ ହେଉଛି ସେଥି ମଧ୍ୟରୁ ବେବିଚାର ଠାରୁ ପଳାୟନ କର ବୋଲି ଲେଖା ଅଛି। ହିତୋପଦେଶରେ ଲେଖା ଅଛି, ତାର ଘରର କୋଣ ଦେଇ, ତାର ଘରର ରାସ୍ତା ଦେଇ, ତାର ଘରର ପାଖାପାଖି ଦେଇକିନା ମଧ୍ୟ ଯାଅ ନାହିଁ। କଣ ପାଇଁ? ଆପଣ ମାନେ ଫାଶରେ ପଡ଼ିବେ। ବୁଝିଲେ? ଜଣେ ଲୋକକୁ କହିଲି ମୁଁ ବେବିଚାରରୁ ପଳାୟନ କରିବାକୁ ପଡ଼ିବ। ସେ କହିଲା ମୁଁ ବେବିଚାରକୁ ପ୍ରତିରୋଧ କରିବି, ମାନେ ବେବିଚାର ସହିତ ଲଢ଼ିବି। ବାଇବଲ ବେବିଚାର ଆତ୍ମାକୁ ଲଢ଼ିବା ପାଇଁ କହେ ନାହିଁ, ବେବିଚାର ଠାରୁ ପଳାୟନ କର ବୋଲି ବାକ୍ୟରେ ଲେଖା ଅଛି। ଶୈତାନକୁ ପ୍ରତିରୋଧ କର ବୋଲି ଲେଖା ଅଛି। ହାଲେଲୁୟା, ହାଲେଲୁୟା। ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଆଜି ଆପଣମାନଙ୍କୁ ଦୁଇଟା ଫାଶ ବିଷୟରେ ଜଣାଇଛି। ବୁଝିଲେ? ଗୋଟିଏ ଫାଶ ପ୍ରଥମରେ କଣ ହେଲା? ଗୋଟେ ମନୁଷ୍ୟ ଭୟ, ଲୋକ ଭୟ, ଭାନ୍ୟଜନକ ଅଟେ। ବୁଝିଲେ?
ସେଥିପାଇଁ ମୁଁ ଆପଣମାନଙ୍କୁ କହେ, ଆପଣମାନଙ୍କର ପୁଅ ଝିଅମାନଙ୍କୁ ଛୋଟ ବେଳରୁ ଲୋକମାନଙ୍କ ସାମ୍ନାରେ ଠିଆ ହେବା ପାଇଁ ଶିକ୍ଷା ଦିଅନ୍ତୁ ବୋଲି। କାହିଁକି? ମୁଁ ସେ ବିଷୟରେ ନିଜ ଅନୁଭବୀ, ମୁଁ ସାନ ବେଳରୁ କେବେ ମଧ୍ୟ ଲୋକମାନଙ୍କ ସାମ୍ନାରେ ଠିଆ ହେଇନାହିଁ। ସେଥିପାଇଁ ମୋ ମଧ୍ୟରେ ଡର ପଶିଥିଲା, ଯଦ୍ୱାରା ମୁଁ କୌଣସି କ୍ଷେତ୍ରରେ ସକ୍ସେସଫୁଲ ହେଇପାରୁନଥିଲି। ସେଥିପାଇଁ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ମୁଁ ମଣ୍ଡଳୀ ଗୁଡ଼ାକର ମଧ୍ୟ କହେ, ଆଉ ମୁଁ ନିଜର ମୋର ପୁଅକୁ ମଧ୍ୟ କହେ, ଅନ୍ୟର ପୁଅ ଝିଅମାନଙ୍କୁ ମଧ୍ୟ କହେ ଯେ ପୁଅ ଝିଅମାନଙ୍କୁ ଆପଣମାନେ ବାରଣ କରନ୍ତୁ ନାହିଁ ଲୋକଙ୍କ ସାମ୍ନାରେ ଠିଆ ହେଇ ଗୀତ ଗାଇବା ନିମନ୍ତେ, ସ୍ତୁତି କରିବା ନିମନ୍ତେ, ପ୍ରଶଂସା କରିବା ନିମନ୍ତେ, ଆଉ ସ୍କୁଲ କଲେଜରେ ମଧ୍ୟ ହଉ, ଆପଣମାନେ ବାରଣ କରନ୍ତୁ ନାହିଁ। ସେମାନେ ଲୋକଙ୍କ ସାମ୍ନାରେ ଠିଆ ହେଇ ସେମାନେ କୌଣସି ନା କୌଣସି ଉତ୍ତମ କାର୍ଯ୍ୟ ବା ଉତ୍ତମ ବିଷୟ କରନ୍ତି। ବୁଝିଲେ? ହାଲେଲୁୟା, ହାଲେଲୁୟା। ଆଉ ଗୋଟିଏ ଫାନ୍ଦ କଣ ଥିଲା? ବେବିଚାର ହଉଛି ଗୋଟିଏ ଫାନ୍ଦ, ବା ବେବିଚାରୀ ସ୍ତ୍ରୀର ଅନ୍ତଃକରଣ ଚାଲ ଫାନ୍ଦ ଫାସ ଅଟେ। ପୃଥିବୀରେ ବଡ଼ ବଡ଼ ଲୋକମାନେ, ଜ୍ଞାନୀ ମାନେ, ସାଇଣ୍ଟିଷ୍ଟ ମାନେ, ବଡ଼ ବଡ଼ ନାମ କମାଇଥିବା ଲୋକମାନେ ଏହି ବେବିଚାର ରୂପ ବନ୍ଧନରେ ପଡ଼ିଛନ୍ତି। ବୁଝିଲେ? এই ফাঁসরে ସେମାନେ ଧରା ଯାଇଛନ୍ତି, এই ଚାଳରେ ସେମାନେ ଫସିଛନ୍ତି। ସେମାନଙ୍କ ପାଖରେ ଏହି ସଂସାର ଜ୍ଞାନ, ଏହି ବିଭିନ୍ନ ପ୍ରକାର ଯୋଉ ଜ୍ଞାନ ଅଛି, ଯୋଉ ବିଭିନ୍ନ ପ୍ରକାର ଯୋଉ ଷ୍ଟଡି ଅଛି, ସେଇ ସବୁ ଷ୍ଟଡି କରି ସେମାନେ ଜ୍ଞାନ ଅର୍ଜନ କରିଛନ୍ତି। ତଥାପି ସେମାନେ ବେବିଚାର ରୂପ ବନ୍ଧନରେ ପଡ଼ିଛନ୍ତି, ଜାଲରେ ଫସିଛନ୍ତି। ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ପରମେଶ୍ୱରଙ୍କର ବାକ୍ୟ କହି ଆମକୁ ଏହି ବେବିଚାର ରୂପ ଜାଲରୁ, ଫାନ୍ଦରୁ, ଭାସରୁ ଆମେମାନେ ସେଇ ପାଖକୁ ମଧ୍ୟ ଯିବାକୁ ହେବ ନାହିଁ। ଆମକୁ ପଳାୟନ କରିବାକୁ ପଡ଼ିବ। ହିତ ଉପଦେଶରେ ଲେଖା ଅଛି, ଯାହାର ବୁଦ୍ଧି ନାହିଁ, ପରମେଶ୍ୱରଙ୍କର ବାକ୍ୟର ଜ୍ଞାନ ଯାହା ପାଖରେ ନାହିଁ, সেই লোক এই বেবিচার রূপ জালরে ফসিল। বুঝিলে? আও বেবিচার রূপ জালরে যে ফসি আছে, সেই বেবিচারর জালর কানেকশন পাতাল সহিত ଅଛି। তো উপদেশ বাক্যে লেখা আছে, পাতাল সহিত, মৃত্যু লোক সহিত কানেকশন ଅଛି। ଯିଏ ବେବିଚାର ରୂପ ଜାଲରେ ପଡ଼ିଅଛି, ତା ପାଖରେ ସେ ଯଦି এই পৃথিবীରେ ଜୀବନ ଥିବା ସମୟରେ ଯଦି সেই ବେବିଚାର ରୂପ ଜାଲରୁ ବା ଫାସରୁ ବା ବନ୍ଧନରୁ ଯଦି ମୁକ୍ତ ହେଇନାହିଁ, ଚର୍ଚ୍ଚରେ ତାର ବାପ୍ତିସ୍ମର ନାମ ଥାଉ, ବା ଯେତିକି ବଡ଼ ସେ ଲୋକମାନଙ୍କ ସାମ୍ନାରେ ପ୍ରଚାର କରିଥାଉ, ବା ଯେତିକି ବଡ଼ ସେ ପୃଥିବୀରେ ନାମ କମାଇ ଥାଉ, ଯଦି ସେ ବେବିଚାର ରୂପ ଭାଷରେ ଅଛି, ମୃତ୍ୟୁ ଲୋକକୁ ଯିବ। ବୁଝିଲେ? ବାଇବଲରେ ଲେଖା ଅଛି, ପାତାଳ ସହିତ ତାର କନେକ୍ସନ ଅଛି। ସେଥିପାଇଁ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଆହୁରି ଅନେକ ଭାଷ ବିଷୟରେ ଲେଖା ଅଛି। ଆପଣମାନଙ୍କୁ ଦୁଇଟା ଭାଷ ବିଷୟରେ ମୁଁ କହିଲି ଯେ ସେଇ ଭାଷରୁ କିଏ ଉଦ୍ଧାର କରିବ? ବୁଝିଲେ? ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଯଦି ଆପଣମାନେ ଜ୍ଞାତରେ କିମ୍ବା ଅଜ୍ଞାତରେ ସେଇ ଜାଲରେ ଫସିଛନ୍ତି, ତେବେ ଯଦି ଆପଣମାନେ ସେଇ ଜାଲରୁ ମୁକୁଳିବା ପାଇଁ ଚାହାନ୍ତି, ତାହେଲେ କିଏ ଆମକୁ ସେଇ ଜାଲରୁ ଭାଷରୁ ଆମମାନଙ୍କୁ ରକ୍ଷା କରିପାରିବ? ଆପଣମାନେ ଟିକେ କାରନ୍ତୁ ମୋ ସହିତ ଗୀତ ସଂହିତା 107ର 14 ପଦ।
ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାରକୁ ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ। ହାଲେଲୁୟା ହାଲେଲୁୟା। କିଏ ବନ୍ଧନ ଛେଦନ କଲେ? ପରମେଶ୍ୱର ସେଇ ବନ୍ଧନକୁ କଣ କରିବେ? ଛେଦନ କରିବେ। ଆପଣ ମାନଙ୍କୁ ସେଇ ଫାଶରୁ ପରମେଶ୍ୱର ହିଁ ରକ୍ଷା କରିପାରିବେ, ନହେଲେ କିଏ ମଧ୍ୟ ଉଦ୍ଧାର କରିପାରିବେ ନାହିଁ। ବୁଝିଲେ? ଆପଣ ମାନଙ୍କୁ କହିଅଛି, ଆପଣ ମାନେ ଶୁଣିଥିବେ, ଜଣେ ଲୋକ ସହିତ ମୋର କଥାବାର୍ତ୍ତା ହେଇଥିଲା, ଆପଣ ମାନେ ଭୁଲି ଯାଇଥିବେ ବୋଲି ଆଉ ଥରେ ରିମାଇଣ୍ଡ କରିଦଉଛି। ସେ ଲୋକକୁ ପଚାରିଲାରୁ ସେ କହେ, ଆମେ ଉଦ୍ଧାର ଦେଇପାରିବୁ ନାହିଁ, ଖାଲି ଫୁକି କରି ଔଷଧ ଦେଇକରି ଆମେ ଠିକ କରିପାରିବୁ। ବୁଝିଲେ? ତାର ବନ୍ଧନରୁ, ତାର ଫାଶରୁ ଆମେ ମାନେ ରକ୍ଷା କରିପାରିବୁ ନାହିଁ। ବୁଝିଲେ? জ্বর কি মুড কি কাইটা হই গলে ফুকি করি নলে ঔষধ দেই ঠিক করবো, এটা আপার আউরি আমি কিছু করবে না পারবো। বুঝিলে? মোর প্রিয় পরমেশ্বরଙ୍କର ଲୋକମାନେ, ପରମେଶ୍ୱରଙ୍କ ପାଖରେ ସେ ଶକ୍ତି ଆଉ ସାମର୍ଥ୍ୟ ଅଛି ଆପଣମାନଙ୍କୁ ସେ ଜାଲରୁ କାଢି ପାରିବେ। ବୁଝିଲେ? ପରମେଶ୍ୱର ହିଁ ଆପଣମାନଙ୍କୁ ମୁକ୍ତ କରିବେ ସେଇ ଜାଲରୁ ଫାଶ। ତେବେ କେମିତି ଲୋକମାନଙ୍କର ବନ୍ଧନ ଆଉ ଫାଶ ଫିଟି ଅଛି, ସେ ଗୋଟିଏ ବିଷୟକୁ ଆମେ ମାନେ ପଢି ଦେଖି ଆମେ ମାନେ ପରମେଶ୍ୱରଙ୍କର ବାକ୍ୟକୁ ସ୍ଥଗିତ ରଖିବା। ମୋ ସହିତ ଟିକେ କାଢ଼ନ୍ତୁ ପ୍ରେରିତ ପୁସ୍ତକ 16 ଅଧ୍ୟାୟ ତାର 22 ରୁ 28 ଯାଏଁ ଟିକେ ପଢ। ପ୍ରେରିତ ପୁସ୍ତକ 16 ତାର 22 ପଦରୁ ତଳେ ପଢନ୍ତୁ। ସେଥିରେ ଲୋକ ସମୂହ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି ବିଚାରକମାନେ ସେମାନଙ୍କର ବସ୍ତ୍ର କାଢ଼ି ପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ। ସେମାନେ ସେମାନଙ୍କୁ ବହୁତ ପ୍ରକାର ଡରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ। ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାର ନିକ୍ଷେପ କରି ସେମାନଙ୍କ ପାଦରେ ହରି କାଠ ଲଗାଇଦେଲେ। କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ ଓ ବନ୍ଦୀମାନେ ଶୁଣୁଥିଲେ। ଖାଉ ବୁଝିଲେ ମୋର ଭାଇ ଭଉଣୀ ମାନେ, ଏଠି ପାପରେ ଲିପ୍ତ ଥିବା ଲୋକମାନେ ସେଇ ଜେଲରେ ବନ୍ଧନରେ ଥିଲେ ଆଗରୁ। ବୁଝିଲେ? ଆଉ ପରମେଶ୍ୱରଙ୍କର ଦି ଦାସକୁ ସେଇ ଜାଗାରେ କଣ କଲେ? ଗୋଟିଏ ଉତ୍ତମ କାର୍ଯ୍ୟ କରିଥିବା ଯୋଗୁଁ ସେମାନଙ୍କୁ ମାଡ଼ ମାରିଲେ, ସେମାନଙ୍କୁ ପ୍ରହାର କଲେ, ସେମାନଙ୍କୁ ବେତ୍ରାଘାତ କଲେ, ସେମାନଙ୍କର କପଡ଼ାକୁ ମଧ୍ୟ ସେମାନେ କାଢ଼ିଦେଲେ। ଆଉ କଣ କଲେ? ସେଇ ଉତ୍ତମ କାର୍ଯ୍ୟ ସକାଶେ ପ୍ରଭୁଙ୍କର ପ୍ରିୟ ଦାସମାନଙ୍କୁ ପାଉଲ ଆଉ ଶିଲାକୁ କଣ କଲେ? ସେମାନେ ସେଇ ଜେଲ ଭିତରକୁ ନେଲେ। ଆଉ କଣ କଲେ? ତାଙ୍କ ଗୋଡ଼ ଦିଟାରେ ହରିକାଠ ଲଗାଇ ଦେଲେ, ବାନ୍ଧି ଦେଲେ, ଆଉ ଏମିତି ଗୋଟିଏ ଜାଗାରେ ଜେଲରେ ରଖିଲେ। ବୁଝିଲେ? ବୁଝିଲେ ମୋର ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କର ଦାସ ମାନେ ଉତ୍ତମ କାର୍ଯ୍ୟ କରିଥିଲେ। ମାତ୍ର ସେଇ ଜେଲରେ ଅନ୍ୟାନ୍ୟ କଏଦୀ ମଧ୍ୟ ଥିଲେ। ହୋଇପାରେ କିଏ ତ ମର୍ଡର ଯୋଗୁଁ ସେ ଜେଲରେ ଯାଇଥାଇପାରେ, କିଏ ତ ବ୍ୟଭିଚାର ଦ୍ୱାରା ପାପ ଯୋଗୁଁ ଜେଲରେ ମଧ୍ୟ ଯାଇଥାଇପାରେ। ବିଭିନ୍ନ ପ୍ରକାର କ୍ରିମିନାଲ କାର୍ଯ୍ୟ କରି ସେମାନେ କଏଦୀ ହୋଇଥାଇପାରନ୍ତି। ବୁଝିଲେ?
ମାତ୍ର ସେଇ ଜାଗାକୁ ଦିଟା ପ୍ରଭୁଙ୍କର ଦାସ ମାନେ ଗଲେ ବା ସେମାନଙ୍କୁ ମଧ୍ୟ ସେଇ ଜାଗାକୁ ସେଇ ଜେଲରେ ପକାଗଲା ଉତ୍ତମ କାର୍ଯ୍ୟ କରିବା ଅଛନ୍ତି ବୁଝିଲେ। ଆଉ ଏମାନଙ୍କୁ ମଧ୍ୟ ସେ ଜାଗାରେ ବାନ୍ଧି ଦେଲେ, ଗୋଡ଼କୁ ବାନ୍ଧି ଦେଲେ। ହାତ ବଞ୍ଚନ୍ତି ଭାଇ ନିଦ କରି ସେମାନଙ୍କ ପାଦରେ ହରି କାଟ ଲଗେଇଦେଲେ, ନା ପାଦରେ ଗୋଡ଼ରେ ଏମାନଙ୍କୁ ବାନ୍ଧି ଦେଲେ। ଆଉ ସେ ଜେଲରେ ରଖିଲେ। ଆଉ ସେଇ ଅନ୍ୟାନ୍ୟ ରୁମ୍ ଗୁଡ଼ାକରେ ବିଭିନ୍ନ ପ୍ରକାର କଏଦୀ ଅଛନ୍ତି, ବିଭିନ୍ନ ପ୍ରକାର ବନ୍ଧନରେ ଥିବା ଲୋକମାନେ ଅଛନ୍ତି ବୁଝିଲେ। ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ସେହି ଦିନ ମଧ୍ୟ ରାତ୍ରରେ କଣ ହେଲା? ମୋ ସହିତ ଟିକେ ପଢନ୍ତୁ 25 ପଦ ମୁଁ ପଢି ଦଉଛି। କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ସିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। ହାଲେଲୁୟା ହାଲେଲୁୟା। କିଏ ଶୁଣୁଥିଲେ? ଯୋଉ ଲୋକମାନେ ପୂର୍ବରୁ ବନ୍ଧନରେ ଥିଲେ, ପୂର୍ବରୁ ଫାଶରେ ଥିଲେ, ସେମାନେ ଶୁଣୁଥିଲେ। କଣ ଶୁଣୁଥିଲେ? ପାଉଲ ଓ ସିଲାର ପ୍ରାର୍ଥନାକୁ ଶୁଣୁଥିଲେ, ପାଉଲ ଓ ସିଲାର ଆରାଧନାକୁ ସ୍ତୁତିକୁ ଶୁଣୁଥିଲେ ବୁଝିଲେ। ତାପରେ କଣ ହେଲା? ସେତେବେଳେ ହଠାତ୍ ଏପରି ମହାଭୂମିକମ୍ପ ହେଲା ଯେ କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ମେଲା ହୋଇଗଲା, ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। ପ୍ରେଜ୍ ଦ ଲର୍ଡ, ଆମେନ୍। ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। ଯେତେ ଜଣ ଫାଶରେ ଥିଲେ, ଯେତେ ଜଣ ଜାଲରେ ଥିଲେ, ବନ୍ଧନରେ ଥିଲେ, ସମସ୍ତଙ୍କର ବନ୍ଧନ ଫିଟିଗଲା। ତା ଯୋଗୁଁ ପାଉଲ ଓ ସିଲା ମଧ୍ୟ ରାତ୍ରରେ ଉଠିକିନା ପ୍ରଭୁଙ୍କର ସ୍ତୁତି କରୁଥିଲେ, ପ୍ରାର୍ଥନା କରୁଥିଲେ ବୁଝିଲେ। ହାଲେଲୁୟା ହାଲେଲୁୟା। ଯଦି ଆପଣମାନେ ଆଉ ମୁଁ ଯଦି ଆମେ ଚାହୁଁଛୁ ଯେ ଲୋକମାନେ ମଧ୍ୟ ଉଦ୍ଧାର ପାଆନ୍ତୁ, ଲୋକମାନେ ମଧ୍ୟ ମୁକ୍ତି ପାଆନ୍ତୁ, ଲୋକମାନେ ମଧ୍ୟ ପଡ଼ୋଶୀମାନେ ମଧ୍ୟ ବନ୍ଧନରୁ ଫିଟନ୍ତୁ ବୋଲି ଯଦି ଆମେ ଚାହୁଁଛୁ ବୋଲେ ଆମକୁ ମଧ୍ୟରାତ୍ରରେ ଉଠିବାକୁ ପଡ଼ିବ। ଆମେ କେତେଟାରେ ଉଠୁଛୁ? କହିବେ କି? 8ଟା হইলে, সকাল 8টা হেলে, নইলে সকাল 7টা হেলে, নইলে সকাল 6টা হেলে শরীরকে মরমার করে উঠে ফিটিব বন্ধন। ଆପଣ ମାନେ ନିଜର ବନ୍ଧନ ଫିଟେଇ ପାରିବେ ନାହିଁ। ଆପଣ ମାନଙ୍କ ପାଖରେ ଶୈତାନର ଯୋଉ ବନ୍ଧନ ଅଛି, ସେଇ ବନ୍ଧନକୁ ଆପଣ ମାନେ ପ୍ରଥମରେ ଫିଟେଇ ପାରିବେ ନାହିଁ। କେମିତି ଆପଣ ମାନେ ଅନ୍ୟର ବନ୍ଧନ ଫିଟେଇ ପାରିବେ? ଚାନ୍ସ ନାହିଁ ବୁଝିଲେ। ଯେତିକି ଆପଣ ମାନେ ଚର୍ଚ୍ଚରେ ଯାଆନ୍ତୁ, ଯେତିକି ଖାଲି ଚର୍ଚ୍ଚରେ ମେମ୍ବରସିପ ରଖିକିନା ଆପଣ ମାନେ ଆସନ୍ତୁ, ଯଦି ଆମେ ମାନେ ମଧ୍ୟରାତ୍ରରେ ପ୍ରାର୍ଥନା କରିବା ନାହିଁ ବା ସ୍ତୁତି କରିବା ନାହିଁ, ଯଦି ଆମେ ମାନେ ପାହାନ୍ତିଆ 3ଟାରେ ଯଦି ଆମେ ମାନେ ଉଠିବା ନାହିଁ, ସ୍ୱପ୍ନ ଆପଣ ମାନେ ଦେଖନ୍ତୁ ନାହିଁ ମୋର ବନ୍ଧନ ବା ମୋର ଫାଶ ଫିଟି ଯାଉ, ତାପରେ ଅନ୍ୟମାନଙ୍କ ପାଇଁ ଚେଷ୍ଟା କରିବି ବୁଝିଲେ। କେବେ ମଧ୍ୟ ଆପଣ ମାନେ ମୁକ୍ତ ହେଇପାରିବେ ନାହିଁ ଯଦି যে পর্যন্ত আপনারা মধ্য রাত্রে উঠি নাহান্তি, প্রভুଙ୍କ সহিত আপনারা সময় বিতাই নাহান্তি, পাহান্ତରେ ବି ଆପଣମାନେ ବିତାନ୍ତୁ। ବାଇବଲରେ ଲେଖା ଅଛି ମଧ୍ୟରାତ୍ରରେ ବି ବିତାନ୍ତୁ। ଯଦି ଆପଣମାନେ ଏସବୁ କରୁନାହାନ୍ତି, ଆପଣମାନେ ବନ୍ଧନରୁ ମୁକ୍ତ ହେଇପାରିବେ ନାହିଁ। ଅନ୍ୟମାନଙ୍କୁ ଫିଟାଇବାଟା ଆପଣମାନେ ସଫଳ ଅଛନ୍ତି ବୁଝିଲେ। ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଆମେ ମାନେ ବିଭିନ୍ନ ପ୍ରକାର ଜାଲରେ ଆମେ ମାନେ ପଡ଼ିଥାଉ। ଆପଣମାନଙ୍କୁ 2ଟା ଜାଲ ବିଷୟରେ ଜଣାଇଛି। ଗୋଟିଏ ହେଲା ମନୁଷ୍ୟ ଭୟ ଫାନ୍ଦ ଅଟେ, ବ୍ୟଭିଚାର ଗୋଟେ ଫାନ୍ଦ ଅଟେ। ଆଉ ଏହି ସବୁ ବନ୍ଧନରୁ ଉଦ୍ଧାର କରିବା ପାଇଁ
परमेश्वर को पाखरे से शक्ति सामर्थ्य अछि सही बंधन केमिति फिटी अछि मोर भाई भौणी माने आमे माने प्रेरित पुस्तक रे देखिछु पाउलो सिला एमाने मध्य एमाने उत्तम कार्य करिथिबा जो बंधन रे रखिथिले आउ अन्यान्य बंदी माने मध्य थिले से माने विभिन्न प्रकार क्रिमिनल कार्य द्वारा बंधन रे थिले जेतेबेले पाउलो सिला परमेश्वर को प्रार्थना करथिले आराधना करथिले परमेश्वर को उपस्थिति से जागा रे हला परमेश्वर प्रत्येक अंतर बंधन को खोले आमेन बुझिले मोर भाई भौणी माने आमे माने परमेश्वर को सहित आमे माने समय बिताइबा को पड़िबो मध्य रात्र रे हो कि पहांतिया रे हो आम मान को परमेश्वर को सहित समय बिताइबा को पड़िबो निश्चित भाव रे हमर बंधन मध्य फिटिबो अन्यर बंधन मध्य फिटिबो बुझिले हालेलुया हालेलुया ए सुंदर वाक्य प्रति प्रभु हम समस्त को आशीर्वाद करू हमारा समस्त किया है प्रार्थना देगा आशीर्वाद मन प्रार्थना करेगा पवित्र 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 प्रभु सैन्याधिपति सदा प्रभु धर्ममय पिता दृश्य हता पुनरुत्थित नारीक्षात संतान हमारा अद्वितीय ईश्वर एकमात्र सत्य प्रभु तुम्हारा महिमा हो बापा धन्यवाद हमारा राजा ए सुंदर समय प्रभु तुम्हारा नाम महिमा थे प्रभु हमें माने गीत गान करो राजा तुम्हारा नाम महिमा थे प्रभु हमें आराधना करो पिता हे पिता तुम्हारा नाम महिमा थे प्रभु तुम्हारा जीवंत वाक्य प्रभु हमें माने सुनिलो पिता हे राजा बुझाइबार मध्य साहाय्य करो सुनिबार मध्य साहाय्य करो पिता प्रार्थनार प्रारंभ रे शेष पर्यंत तमर पवित्र आत्मा तुम्हें हम समस्त को तुम्हें साहाय्य करो तुमरो हे पिता परमेश्वर पवित्र आत्मार नियंत्रण हम समस्त को रखिलो तुम्हारा शेष धन्यवाद हो बापा ए सुंदर समय मोर पिता